ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲା ଆଲୋଚନା କରୁଥିଲେ ଛନ୍ଦ କବି, ବୁଝିପାରିଲା, ରାଧାମୋହନ ଗଡ଼ନାୟକଙ୍କର ବହୁତ ଚର୍ଚ୍ଚିତ କବିତା ପିଙ୍ଗଳାର ବିସ୍ଫୋରଣ। ପ୍ରଥମ ପର୍ଯ୍ୟାୟରେ ଆମେ ଦେଖିଥିଲେ ପିଲେ କିଭଳି ପ୍ରଚୁର ଅର୍ଥ ଲୋଭରେ ବାର ବିଳାସିନୀ ପିଙ୍ଗଳା ଦେହଦାନ ପାଇଁ ପରପୁରୁଷଙ୍କୁ ପ୍ରତୀକ୍ଷା କରି ପରିଶେଷରେ ଅନ୍ୟସକ୍ତ ଓ ଅବସାଦ ହୋଇଛି ଏବଂ ତାଠି କ୍ରମଶଃ ଭାବାନ୍ତର ଦେଖା ଦେଖି ହୋଇଛି ଏବଂ କାହା ଆଗରେ ଆଉ ପ୍ରୀତିର ଅଭିନୟ କରିବାକୁ ବିନି, ବୁଝିପାରିଲା, ପ୍ରୀତିର ଅଭିନୟ କରିବନି କି କାହା ପାଇଁ ଆଉ ଫୁଲ ସେଜ ସଜାଇବ ନାହିଁ। ସେ ମନେ ମନେ ପ୍ରତିଜ୍ଞା କରିଛି ଏବଂ ତାର ଏଇ ଭାବାନ୍ତର କ୍ରମଶଃ ବହୁବୃଦ୍ଧି ଦିଗରେ ପ୍ରକମ୍ପିତ ହୋଇଛି। ତାର ପିଙ୍ଗଳା କଣ କହୁଛି, ବୁଝିପାରିଲା। ତାପରେ ପିଙ୍ଗଳା କଣ କହୁଛି ଆସ ଆଲୋଚନା କରିବା। ଭିଡିଓ ଶେଷ ପିଲେ ନିଶ୍ଚୟ ଏବଂ ନିହାତି ଦେଖିବ ଏବଂ ସମିତ ସହ ଟିକେ ସେୟାର କରିଦବ ଏବଂ ଚ୍ୟାନେଲ ଗୋଟେ ସବସ୍କ୍ରାଇବ କରିଦବ। ଏକ ପିଲା କଣ କହୁଛନ୍ତି ତ ଦେଖିବ। ଆଜି ଏ ମଧୁର ଆଜି ଏ ମଧୁର ନିଶିତ ଲଗେନ ମେଦୁର ଧରଣୀ ସାରା ଗଗନେ ହସଇ ମୋହନ ଇନ୍ଦୁ ହସଇ ମୁଗ୍ଧ ଦିଶି ଦିଶି ପୁଣି ଉଛୁଳି ଦିଶି ଦିଶି ପୁଣି ଉଛୁଳି ପଳଇ ଶୁଭ୍ର ଜୋସନା ସିରି, ବୁଝିପାରିଲା। ସ୍ନିଗ୍ଧ ସମୀର ସ୍ନିଗ୍ଧ ସମୀର ମଧୁର ଲୟରେ ବହି ଆସେ ଧୀରେ ଧୀରେ। ଦେଖିଲେ ପିଙ୍ଗୁଳାରେ ଏଠି ଆଉ ଧନ ସମ୍ପତ୍ତି, ବୁଝିପାରିଲା, ମଣି କାଞ୍ଚନରୁ ଲୋଡ଼ା ନାହିଁ, ବୁଝିପାରିଲା। ତାର ଆଉ ବିଳାସକୁ କୁଞ୍ଜକତା ନାହିଁ ଏବଂ ସେ ରାତି ପାଇଁ କଣ ହେଇଛି ଦେଖିଲେ କଣ ସେ କହୁଛନ୍ତି ଆଜି ମଧୁର ନିଶିଥ ଲଗେନେ ମେଦୁର ଧରଣୀ ସାରା। ଆଜି ଏ ମଧୁର, ଏଇ ଯୋଉ ମଧୁମୟ, ଏଇ ଯୋଉ ଅମୃତମୟ, ନିଶିଥ କହିଲେ ରାତି ସମୟ, ବୁଝିପାରିଲେ। ରାତି, ନିଶିଥ କହିଲେ ରାତି, ଲଗ୍ନ କହିଲେ ରାତିର କଣ ଲଗ୍ନ ବା ରାତି ସମୟ। ଆଜି ଏ ମଧୁର ରାତି ସମୟରେ ମଧୁର ଧରଣୀ ସାରା, ମଧୁର କହିଲେ ଚିକ୍କଣ କୋମଳ, ବୁଝିପାରିଲା, ଉତ୍ତମ, ବୁଝିପାରିଲା। ମେଦୁର କହିଲେ ଏଇ ଯୋଉ ଚିକଣ ବା କୋମଳୀ ଧରଣ ସାରା ପୃଥିବୀ ସାରା କଣ ହେଇଛି ଗଗନ ହସେଇ ମୋହନ ଇନ୍ଦୁ, ବୁଝିପାରିଲା। ଗଗନ ହସଇ ମୋହନ ଇନ୍ଦୁ ହସଇ ମୁଗ୍ଧ ତାରା। ମୋହନ ଇନ୍ଦୁ, ଆକାଶରେ ଯେ ଆକାଶରେ ଆଜି ମୋହନ ଇନ୍ଦୁ, ଇନ୍ଦୁ କହିଲେ ଚନ୍ଦ୍ର, ବୁଝିପାରିଲା। ମୋହନ କହିଲେ ମୁଗ୍ଧକର, ଆକାଶରେ ଆଜି ମୁଗ୍ଧ ଚନ୍ଦ୍ର ହସୁଛନ୍ତି ଏବଂ ହସେଇ ମୁଗ୍ଧ ତାରା ଏବଂ ଏଠି ମୁଗ୍ଧ ତାରା ମାନେ ମଧ୍ୟ କୋମଳ ତାରା ମାନେ ମଧ୍ୟ ହସୁଛନ୍ତି ଏବଂ ଏଠି ରାତ୍ରି ସିନା ରାତ୍ରିର ଅସାନ ସ୍ୱପ୍ନ ଭାଙ୍ଗି ଯାଇଛି ପରନ୍ତୁ ସେ କହୁଛି ଏଇ ଯୋଉ ମଧୁର ନିଶିତ ଲଗେନ, ଏଇ ଯୋଉ ମଧୁମୟ ରାତ୍ରି ସମୟରେ ମେଦୁର ଧରଣୀର ତାରା, ବୁଝିପାରିଲା। ମେଦୁର ଧରଣୀର ତାରା, ବୁଝିପାରିଲା। ମେଦୁର ଧରଣୀର ତାରା ଚିକ୍କଣ ପୃଥିବୀ ସାରା କଣ ଆଜି ଦେଖାଯାଉଛି ଗଗନ ହସେଇ ମୋହନ ଇନ୍ଦୁ, ଆକାଶରେ ମୋହନ ଇନ୍ଦୁ ହସୁଛନ୍ତି, ଆକାଶରେ ମଧୁରମକର ଏ ଚନ୍ଦ୍ର ହସୁଛନ୍ତି, ଇନ୍ଦ୍ର କହିଲେ ଚନ୍ଦ୍ର ଏବଂ ହସେଇ ମୁଗ୍ଧ ତାରା ଏବଂ ରାତିରେ ସେଇ ରାତ୍ରି ସମୟରେ ମୁଗ୍ଧ ତାରା ମାନେ ମଧ୍ୟ ହସୁଛନ୍ତି ଏବଂ କଣ କହୁଛନ୍ତି କହୁଛନ୍ତି କହିଲେ ଦିଶି ଦିଶି ପୁଣି ଉଛୁଳି ପଡଇ ଶୁଭ୍ର ଜୋସନା ସିରି, ବୁଝିପାରିଲା। ଦିଶି ଦିଶି କହିଲେ ଦିଗ ଦିଗ, ଦିଗ ବି ଦିଗ, ବୁଝିପାରିଲା। ସବୁ ଦିଗରେ କଣ ଉଛୁଳୁଛି, ସବୁ ଦିଗରେ ଉଛୁଳୁଛି ଶୁଭ୍ର ଜୋସନା ସିରା। ରାତି ସମୟରେ ମୋହନ ଇନ୍ଦ୍ରଙ୍କ କାରଣ ଚରିଆଡେ ପଡୁଛି ନା ଆଉ କଣ ସେ କହୁଛନ୍ତି ପିଙ୍ଗୁଳା କହୁଛି ଦିଶି ଦିଶି ପୁଣି ଉଛୁଳି ପଡଇ ଶୁଭ୍ର, ଶୁଭ୍ର କହିଲେ ସ୍ୱଚ୍ଛ, ସ୍ୱଚ୍ଛ, ବୁଝିପାରିଲା, ସଫା, ଜୋସନା ଜୋସନା ସିରି, ଜୋସନା କହିଲେ ଚନ୍ଦ୍ର କିରଣ ବା ଚନ୍ଦ୍ରିକା,
ସିରି କହିଲେ ସୌନ୍ଦର୍ଯ୍ୟ। ତେଣୁ ଚନ୍ଦ୍ର ଚନ୍ଦ୍ର କିରଣ ବୁଝିପାରୁଛନ୍ତି। ତେଣୁ ସେ ପିଙ୍ଗୁଳା କହୁଛି ଦିଗ ବିତକ ସବୁ ଦିଗରେ ଶୁଭ୍ର ଜୋତ୍ସ୍ନା ସିରି ପଡିଛି। ଶୁଭ୍ର କହିଲେ ସଫା ଧଳା ରଙ୍ଗର ଚନ୍ଦ୍ର କିରଣ ଚାରିଆଡେ ଉଛୁଳି ପଡୁଛି। ଏବଂ ଆଉ କଣ କହୁଛନ୍ତି କହିଲେ ସ୍ନିଗ୍ଧ ଶ୍ୟାମୀର ମଧୁର ଲୟରେ ବହି ଆସେ ଥିରି ଥିରି। ଏବଂ କହୁଛନ୍ତି ସ୍ନିଗ୍ଧ ସମୀର। ସ୍ନିଗ୍ଧ କହିଲେ ଧୀର, ସମୀର କହିଲେ ପବନ, ଧୀର ପବନ ମଧୁର ଲୟରେ, ମଧୁର ଲୟରେ କହିଲେ ମିଠା ଲହ ଲୁହ କହିଲେ ସ୍ରୋତ। ଯେଉଁ ମଧୁର ପବନର ମିଠା ଲହରୀ ଆସୁଛି ନା, ମିଠା ସ୍ରୋତ ଆସୁଛି ନା, ତାହା ଧୀରେ ଧୀରେ ଆସୁଛି। ପିଙ୍ଗୁଳା କହୁଛି ଆଜି ରାତିରେ ମୁଁ ସିନା ଆଜି କୌଣସି ଯାତ୍ରୀକୁ ଖୁସି କରିବାକୁ ଚାହୁଁଛି, परंतु मो परम पुरुषଙ୍କର ସନ୍ଧାନ ପାଇଯାଇଛି। ମୋ ପରମ ପ୍ରେମୀଙ୍କ ସନ୍ଧାନ ପାଇଯାଇଛି। ଯେଉଁଥିପାଇଁ ଆଜି ଏ ଯୋଉ କଣ ହେଇଛି ନା ଆକାଶରେ ଜନ୍ମ ହସୁଛି। ବୁଝିପାରିଲା? ଜହ୍ନ ହସୁଛି, ମୁଗ୍ଧ ତାରା ମାନେ ଆଜି ହସୁଛନ୍ତି। ଏବଂ ଚାରି ଦିଗରେ ଚାରି କିରଣର ଶୁଭ୍ର ଜୋତ୍ସ୍ନା ସବୁ ଶୁଭ୍ର ଚନ୍ଦ୍ରଙ୍କର କି ଚନ୍ଦ୍ର କିରଣର ସୌନ୍ଦର୍ଯ୍ୟ ଉଛୁଳି ପଡୁଛି। ଏବଂ ସ୍ନିଗ୍ଧ ମନ୍ଦିର ବା ମଧୁର ସମୀର ବା ଧୀର ସମୀରର ଧୀରେ ଧୀରେ ବହି ଆସୁଛି। କେମିତି ବହି ଆସୁଛି ନା ମଧୁର ଲୟରେ କହିଲେ ମିଠା ସ୍ରୋତରେ ଧୀରେ ଧୀରେ ପବନ ବହି ଆସୁଛି। ଏବଂ ଏଇ ଯୋଉ ପବନରେ ସେ ତାଙ୍କ ଛୁଆ ପାଉଛି। କେମିତି ଦେଖିଲେ ଭାସି ଆସେ ମୋର ବନ୍ଧୁ ଦେଖିଲେ ଭାସି ଆସେ ମୋର ବନ୍ଧୁ ପରଶ ଆହା କେଡେ ସୁମଧୁର। ବୁଝିପାରିଲା? ସେଇ ଅଙ୍ଗ ପୁଲଙ୍ଗେ ପୁଲିକି ଉଇବ ବରସା ନିପ ତୁଲ। ବୁଝିପାରିଲା? ଏବଂ ସେ କହୁଛନ୍ତି ଏଇ ଯୋଉ ସ୍ନିଗ୍ଧ ସମୀର ଧୀରେ ଧୀରେ ବହି ଆସୁଛି ମଧୁର ଲୟରେ, ତାହା ଭାଇ ସେ ଭାସି ଆସୁଛି ସେଇ ସ୍ନିଗ୍ଧ ପବନରେ, ସ୍ନିଗ୍ଧ ସମୀରରେ। କଣ ଭାସି ଆସୁଛି? ମୋର ବନ୍ଧୁ ପରଶ, ମୋର ପରଶ ବନ୍ଧୁଙ୍କର ପରଶ। ପରଶ କହିଲେ ପିଲେ ପରଶ, ପରଶ କହିଲେ ସ୍ପର୍ଶ। ତାଙ୍କେ ହାତ ଛୁଆଁ। ଏଇ ପବନ ଯେତେବେଳେ ଧୀର ପବନ ଧୀରେ ଧୀରେ ବହୁଛି ପିଙ୍ଗୁଳା ଦେହରେ ଲାଗୁଛି, ପିଙ୍ଗୁଳା ଭାବୁଛି ଯେ ମୋର ପରମ ବନ୍ଧୁଙ୍କର ସ୍ପର୍ଶ ଆଜି ସେଥିରେ ଭାସି ଆସୁଛି। ଏବଂ ତାକୁ ତାହା ବହୁତ ସୁମଧୁର ଲାଗୁଛି। ଅନେକ ପୁରୁଷଙ୍କର ହାତ ତା ଦେହରେ ଥିବ, ପରନ୍ତୁ ଆଜି ଯୋଉ ଧୀରେ ଧୀରେ ପବନରେ ଯୋଉ ବନ୍ଧୁଙ୍କର ହାତର ସ୍ପର୍ଶ ତାଙ୍କେ ବହୁତ ସୁମଧୁର ମଧୁର ସରି ବହୁତ ମଧୁର ଲାଗୁଛି। ଏବଂ ପୁଣି ପିଙ୍ଗୁଳା କହୁଛି ଦେନ୍ ଅଙ୍ଗ ପୁଲକେ ପୁଲିକି ଉଠଇ ବରସା ନିପ ତୁଲ। ବରସାରେ ନିପ ତୁଲ ପିଲେ, ନିପ କହିଲେ କଣ କଦମ୍ବ। ବୁଝିପାରିଲା? ତୁଲ କହିଲେ ସାରି, ସରି। ବୁଝିପାରିଲା? ହୁଁ, ତୁଲ କହିଲେ ସାରି, ସାରି ନୁହେଁ ସରି। ବୁଝିପାରିଲା? କଦମ୍ବ ଯେମିତି ବର୍ଷା ଦିନେ ଆସିଲେ, ବର୍ଷା ଋତୁ ଆସିଲେ ଯେମିତି କଦମ୍ବ ଫୁଲ ଫୁଟି ଉଠି କଦମ୍ବ ଯେମିତି ସିଂହ ଖେଳି ଉଠେ, କଦମ୍ବ ଯେମିତି ପୁଲକିତ ହୋଇ ଉଠେ, ସେଇଭଳି ଆଜି ପିଙ୍ଗୁଳାର ଅଙ୍ଗ କଣ ହୋଇଛି? ପୁଲକରେ ପୁଲକ। ବୁଝିପାରିଲା? ପୁଲକରେ ପୁଲକ ଉଠୁଛି। ପୁଲକ କହିଲେ ରୋମାଞ୍ଚକ, ରୋମାଞ୍ଚକରେ ରୋମାଞ୍ଚିତ ହୋଇ ଉଠୁଛି। ତେଣୁ ବରସାର କଦମ୍ବ ଭଳି ବରସାରେ କଦମ୍ବ ଭଳି ପିଙ୍ଗଳର ଅଙ୍ଗ ଆଜି ପୁଲକେ ରୋମାଞ୍ଚକରେ ପୁଲିକି ରୋମାଞ୍ଚିତ ହୋଇ ଉଠୁଛି। କାହିଁକି ପିଙ୍ଗଳର ଦେହ ରୋମାଞ୍ଚିତ ହୋଇ ଉଠୁଛି? କାହିଁକି ନା ସେ ଯେଉଁ ସ୍ନିଗ୍ଧ ସମୀର ମଧୁର ଲୟରେ ଧୀରେ ଧୀରେ ବହି ଆସୁଛି, ସେଇଥିରେ ତାଙ୍କ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କର ବନ୍ଧୁଙ୍କର ପରମ ସ୍ପର୍ଶ ଆସି ଭାସି ଆସୁଛି। ଯାହା ସବୁ ବହୁତ ସୁମଧୁର ଲାଗିବା ସହିତ, ମିଠା ମିଠା ଲାଗିବା ସହିତ, ଶ୍ରୀକୃଷ୍ଣଙ୍କର ସ୍ପର୍ଶ ତାକୁ ମିଠା ମିଠା ଲାଗିବା ସହିତ ତାହା ଅଙ୍ଗରେ, ପିଙ୍ଗଳା ଅଙ୍ଗରେ ରୋମାଞ୍ଚ ଭରି ଦେଉଛି। ଯେମିତି ବରସାରେ କଦମ୍ବ ରୋମାଞ୍ଚିତ ହୋଇ ଉଠେ, ସେଇଭଳି ପୁଣି ପିଙ୍ଗଳା କଣ କହୁଛି? ଏଇ ସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଠିକ ଅଛି? ତାହେଲେ ଆଜି ପାଇଁ ସେତିକି।